ଭଗବାନ ଯେ ଅଛନ୍ତି ତାର କୌଣସି ପ୍ରତ୍ୟକ୍ଷ ପ୍ରମାଣ ଦେଇପାରିବେ? ଥରେ ଜଣେ ବ୍ୟକ୍ତି ସଦ୍ଗୁରୁଙ୍କୁ ଗୋଟିଏ ପ୍ରଶ୍ନ ପଚାରିଲେ, ଭଗବାନ ଯେ ଅଛନ୍ତି ତାର କୌଣସି ପ୍ରତ୍ୟକ୍ଷ ପ୍ରମାଣ ଦେଇପାରିବେ? ସଦ୍ଗୁରୁ ତାର ଖୁବ୍ ସୁନ୍ଦର ଉତ୍ତର ଦେଲେ। ସଦ୍ଗୁରୁ କହିଲେ, ଆପଣ ଆପଣଙ୍କର ଅପୂର୍ଣ୍ଣ ଚକ୍ଷୁ ଦ୍ୱାରା କୌଣସି ବସ୍ତୁକୁ ଦେଖୁଛନ୍ତି। ସେହି ଚକ୍ଷୁ ଦ୍ୱାରା ଆପଣ ଅତି ନିକଟର କିମ୍ବା ଦୂରର ଜିନିଷ ପ୍ରତ୍ୟକ୍ଷ କରିପାରିବେ ନାହିଁ। ପୁଣି ସେହି ଚକ୍ଷୁର ବି କିଛି ମୂଲ୍ୟ ନାହିଁ ଯଦି ଆଲୁଅର ସାହାଯ୍ୟ ନ ନିଏ। ଆଲୁଅ ଅଛି ବୋଲି ଆପଣ ଦେଖିପାରୁଛନ୍ତି। ପୁଣି ଯେଉଁ ଚକ୍ଷୁ ଦ୍ୱାରା ଆପଣ ଦର୍ଶନ କରୁଛନ୍ତି ସେହି ଚକ୍ଷୁକୁ ମଧ୍ୟ ଆପଣ ଦେଖିପାରୁନାହାନ୍ତି ଯେପର୍ଯ୍ୟନ୍ତ ଆଇନାର ସାହାଯ୍ୟ ନେଇନାହାନ୍ତି। ପୁଣି କୌଣସି ଜିନିଷ ଦେଖି ମଧ୍ୟ ଆପଣ ପ୍ରତ୍ୟକ୍ଷ ଅଭିଜ୍ଞତା ଅର୍ଜନ କରିପାରିବେ ନାହିଁ ଯଦି ତାହା ଦେଖିବା ବେଳେ ଆପଣଙ୍କର ମନୋଯୋଗ ନଥାଏ, ଅର୍ଥାତ୍ ମନର ସାହାଯ୍ୟ ନେବାକୁ ହୋଇଥାଏ। ପୁଣି ମୃତ୍ୟୁ ସମୟରେ ଏହି ନଶ୍ୱର ଦେହଟି ସହିତ ଆପଣଙ୍କର ଚକ୍ଷୁ ଦୁଇଟି ମଧ୍ୟ ନଷ୍ଟ ହୋଇଯିବ। ଏହିପରି ଭାବରେ ଦେଖାଯାଏ ଯେ ଆପଣଙ୍କର ଦର୍ଶନ କରିବାର କ୍ଷମତା କେତେ ତୁଚ୍ଛ ଓ ନଗଣ୍ୟ। ତାହେଲେ ଏହିପରି କ୍ଷୁଦ୍ର ଅପୂର୍ଣ୍ଣ ଜଡ଼ଚକ୍ଷୁ ଦ୍ୱାରା ପୂର୍ଣ୍ଣ ଓ ଅସୀମ ଭଗବାନଙ୍କୁ ପ୍ରତ୍ୟକ୍ଷ ଭାବରେ ଦେଖିବାର ଆଶା କରୁଛନ୍ତି କିପରି? ଭଗବାନଙ୍କୁ ଦେଖିବାକୁ ହେଲେ କାମ, କ୍ରୋଧ, କାଳିମାସନ ହୃଦୟରେ ଭକ୍ତିଚକ୍ଷୁର ଉନ୍ମେଷ ପ୍ରୟୋଜନ। ଶ୍ୟାମସୁନ୍ଦରଙ୍କୁ ଭକ୍ତିଚକ୍ଷୁ ଦ୍ୱାରା ଦର୍ଶନ କରିବାକୁ ହୋଇଥାଏ। ଆପଣ ପ୍ରଥମେ ଭକ୍ତିଚକ୍ଷୁ ଲାଭ କରନ୍ତୁ, ଭଗବାନଙ୍କର ଭକ୍ତ ହୁଅନ୍ତୁ, ତାପରେ ଭକ୍ତିଚକ୍ଷୁ ସାହାଯ୍ୟରେ ଭଗବାନଙ୍କର ଦର୍ଶନ ହେବ। ଭଗବାନଙ୍କର ଗୋଟିଏ ନାମ ହେଉଛି ଅଧୋକ୍ଷଜ, ଅର୍ଥାତ୍ ସେ ଏହି ଜଡ଼ଚକ୍ଷୁର ଅତୀତ। କାମମୟ ଚକ୍ଷୁ ଦ୍ୱାରା ପ୍ରେମମୟ ଈଶ୍ୱରଙ୍କ ଦର୍ଶନ ଅସମ୍ଭବ।